ଆଜି ଆମେ ଲେଖିବା ମେ ମାସର ପ୍ରଥମ ସପ୍ତାହର ଅଧିକା ବୈଠକ ବିବରଣୀ। ବୈଠକର ତାରିଖ 4/5/2024, ସ୍ଥାନ ମନ୍ଦାରସାହି ପାଟଣା ଅଙ୍ଗନବାଡ଼ି କେନ୍ଦ୍ର, ସମୟ ସକାଳ 8 ଘଟିକା। ଅଦ୍ୟତା 4/5/2024 ତାରିଖ ଶନିବାର ସକାଳ 8 ଘଟିକା ସମୟରେ ମନ୍ଦାରସାହି ପାଟଣା ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରାମର ସମସ୍ତ କିଶୋରୀମାନଙ୍କୁ ନେଇ ଅଧିକା ବୈଠକ ହୋଇଥିଲା। ଏହି ବୈଠକରେ ସମସ୍ତ କିଶୋରୀ ସହିତ ଆଶା ଦିଦି, NM ଦିଦି, SHG ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସଖୀ ପୂଜା ଦାସ ଓ ସହେଲି ଜ୍ୟୋତି ଦାସ ସଭାକାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ। ମେ ମାସର ଆଲୋଚ୍ୟ ବିଷୟବସ୍ତୁ କିଶୋର ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ। ପ୍ରଥମ ସପ୍ତାହର ଆଲୋଚ୍ୟ ବିଷୟବସ୍ତୁ କିଶୋର ଅବସ୍ଥାରେ ଶାରୀରିକ ପରିବର୍ତ୍ତନ। ଆମେ ପ୍ରଥମେ ଜାଣିବା କିଶୋର ଅବସ୍ଥା କ'ଣ? ଏହା ଏକ ଅବସ୍ଥା ଯେଉଁ ସମୟରେ ପୁଅ ଓ ଝିଅମାନଙ୍କଠାରେ ଦ୍ରୁତ ଶାରୀରିକ ତଥା ମାନସିକ ଅଭିବୃଦ୍ଧି ଘଟିଥାଏ। କିଶୋର ଅବସ୍ଥାରେ ବାଳିକା ଏବଂ ବାଳକମାନେ 10ରୁ 19 ବର୍ଷ ବୟସରେ ଯୁବାବସ୍ଥାକୁ ଆସିଥାନ୍ତି। ଶରୀରର ଆକୃତିରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଯୌନାଙ୍ଗରେ ମଧ୍ୟ ପରିବର୍ତ୍ତନ ଘଟିଥାଏ ତଥା ଶରୀରର ବିଭିନ୍ନ ସ୍ଥାନରେ କେଶ ଉଠିଥାଏ। କିଶୋର ଅବସ୍ଥାରେ ଜଣେ କିଶୋରୀ ଶାରୀରିକ ସ୍ତରରେ ଗର୍ଭଧାରଣ ପାଇଁ ଏବଂ ଜଣେ କିଶୋର ପିତୃତ୍ୱ ପାଇଁ ଉପଯୁକ୍ତ ହୋଇଥାଏ। ଶାରୀରିକ ପରିବର୍ତ୍ତନ କ'ଣ? କିଶୋର ସମୟରେ ବଡ଼ ଧରଣର ଶାରୀରିକ ପରିବର୍ତ୍ତନ ମଧ୍ୟରେ ରହିଛି ହଠାତ୍ ଅଭିବୃଦ୍ଧି। ଏହି ସମୟରେ ଉଚ୍ଚତା ହାରାହାରି 24 ସେଣ୍ଟିମିଟର ଓ ଓଜନ 21 କେଜି ବଢ଼ିଯାଏ। ଉଚ୍ଚତା ଓ ଓଜନର ଦ୍ରୁତ ଅଭିବୃଦ୍ଧି ସହିତ ଶାରୀରିକ ଅନୁପାତରେ ପରିବର୍ତ୍ତନ ଆସେ। କେତେକ ଅଙ୍ଗ ପ୍ରତ୍ୟଙ୍ଗ ଧୀରେ ଧୀରେ ବଢ଼ିବା ବେଳେ ଅନ୍ୟଗୁଡ଼ିକ ଦ୍ରୁତ ବେଗରେ ବଢ଼ିଥାଏ। ଏହି ସମୟରେ ଗୋଡ଼ ଓ ବାହୁ, ହାତ, ପାଦ ପ୍ରାୟ ବୟସ୍କଙ୍କ ସହିତ ସମାନ ହୋଇଥାଏ। ବାଳିକାମାନଙ୍କର ନିତମ୍ବ ଚଉଡ଼ା ହୋଇଥାଏ। ମୁଖର ଆକୃତିରେ ସାମାନ୍ୟ ପରିବର୍ତ୍ତନ ଆସେ। ପ୍ରଜନନ ଅଙ୍ଗ ଗୁଡ଼ିକର ବିକାଶ ହୋଇଥାଏ। ବୈଠକ ଶେଷରେ କିଶୋରୀମାନଙ୍କୁ IFA ବଟିକା ଖାଇବାକୁ ଦିଆଗଲା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଅଣ୍ଡା ବଣ୍ଟନ କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର ଅଧିକା କାର୍ଯ୍ୟକ୍ରମ ଶେଷ କରାଗଲା।